ମାତୃହୃଦୟ। ଦ୍ରୌପଦୀଙ୍କର 5 ପୁତ୍ର ନିଦ୍ରିତ ଥିବା ବେଳେ ହତ୍ୟା କରିଥିବା ଗୁରୁପୁତ୍ର ଅଶ୍ୱତ୍ଥାମାଙ୍କୁ ଅର୍ଜୁନ ଦ୍ରୌପଦୀଙ୍କ ସମ୍ମୁଖକୁ ଧରି ଆଣିଲେ। ଦ୍ରୌପଦୀ ଅଶ୍ୱତ୍ଥାମାଙ୍କୁ ଦେଖିଲେ ତାଙ୍କର କ୍ରୋଧ ହଠାତ୍ ଶାନ୍ତ ହୋଇଗଲା। ଦୟାର ସାଗର ମାତୃହୃଦୟ ଉଛୁଳି ଉଠିଲା। ଦ୍ରୌପଦୀ ଅର୍ଜୁନଙ୍କୁ କହିଲେ, ଆର୍ଯ୍ୟ, ଏହାଙ୍କୁ ଛାଡ଼ି ଦିଅନ୍ତୁ। ମୁଁ ଏହାଙ୍କର ପ୍ରାଣ ନେବାକୁ ଚାହୁଁନାହିଁ। ଏ ଗୁରୁଙ୍କର ପୁତ୍ର ଅଟନ୍ତି। ମୋର 5 ପୁତ୍ରଙ୍କର ମୃତ୍ୟୁ ହେତୁ ମୁଁ ଯେପରି ଦୁଃଖ ସାଗରରେ ବୁଡ଼ି ରହିଛି, ଯଦି ଏହାଙ୍କୁ ହତ୍ୟା କରାଯିବ, ତେବେ ଏହାଙ୍କର ମାତା ଆପଣଙ୍କର ଗୁରୁପତ୍ନୀ ମଧ୍ୟ ମୋ ପରି ପୁତ୍ର ବିଚ୍ଛେଦ ଶୋକରେ ବୁଡ଼ିଯିବେ। ମୋ ପୁତ୍ର ତ ଫେରି ଆସିବେ ନାହିଁ, ପୁଣି ପ୍ରତିଶୋଧ ନେବା ଦ୍ୱାରା ମୁଁ ଅନ୍ୟ ଜଣେ ଜନନୀକୁ ମୋ ପରି ଦୁଃଖିନୀ କରିଦେବି। ମୁଁ ଏହା ଇଚ୍ଛା କରୁନାହିଁ। ମୁଁ ତାଙ୍କୁ କ୍ଷମା କରୁଛି, ଆପଣ ବି କ୍ଷମା କରିଦିଅନ୍ତୁ। ପାଣ୍ଡବମାନଙ୍କର ଉପରେ ଦ୍ରୌପଦୀଙ୍କର କ୍ଷମା ଦେବା ଖୁବ୍ ପ୍ରଭାବ ପକାଇଲା। ସେମାନେ ଗୁରୁପୁତ୍ର ଅଶ୍ୱତ୍ଥାମାଙ୍କୁ ଛାଡ଼ିଦେଲେ। ଅଶ୍ୱତ୍ଥାମା ଲଜ୍ଜିତ ହୋଇ ସେଠାରୁ ଚାଲିଗଲେ।